लव स्टोरी। ତୁମେ ଅଛ ମୁଁ ବି ଅଛି। ଏ ସୁନ୍ଦର ନୀଳ ଆକାଶ ମଧ୍ୟ ଆଜି ଅପରୂପ ରଙ୍ଗ ନେଇ ସନ୍ଧ୍ୟାରେ ସେମିତି ଠିଆ ହୋଇଛି। ତଟସ୍ଥ ସାକ୍ଷୀ ପରି କାଶତଣ୍ଡି ନଦୀର ସେହି ଉପତ୍ୟକାରେ ଆଜି ବି ହସୁଛି। ଗୋଟେ ମଧୁର ସଙ୍ଗୀତ ଝରି ପଡ଼ୁଛି ଆଜି ଢେଉରେ ଢେଉରେ। ମାତ୍ର ଆଜି ମୁଁ ନାହିଁ, କି ତୁମେ ମଧ୍ୟ ନାହଁ। ଏକ ସଙ୍ଗେ ଏହିସବୁ ଅପରୂପ ଦୃଶ୍ୟକୁ ପୁଣି ଥରେ ଦୋହରାଇବାକୁ। ପୁଣି ଥରେ ପ୍ରାୟ 20 ବର୍ଷ ପରେ ଫେରିଥିଲି ସେହି କୂଳକୁ। ଯେଉଁଠିକି କେବେ ମଧ୍ୟ ଆସିବାର ଆଉ ସମ୍ଭାବନା ନଥିବା ସତ୍ତ୍ୱେ କିନ୍ତୁ ଆଜି ଏକା। ସ୍ମୃତିର ପରଦା ଆଡ଼େଇ ପୁଣି ଥରେ କାଶତଣ୍ଡି ଦୋହରାଇ ଦେଲା ସବୁ। ଏକାଠି ଥିଲେ ସେଦିନ ଏଇ ନଦୀ ପଠାରେ ଅସଂଖ୍ୟ କାଶତଣ୍ଡିର ଗହଳି। ନଦୀର ଜଳରେ ପଡ଼ି ଦିଶୁଥିଲା ଅପରୂପା, ଯେପରି ନଦୀ ଶୃଙ୍ଗାର କରୁଛି ରୂପାର ଅଳଙ୍କାର ନେଇ ଆକାଶ ପାଇଁ। ଆକାଶର ନୀଳ ରଙ୍ଗ ନଦୀର ସ୍ଥିର ଶୀତଳ ଜଳରେ ଦୃଶ୍ୟମାନ ହେଉଥିଲା। ଆହୁରି ନୀଳ ଦିଶୁଥିଲା ନଦୀର ଜଳ। ତୁମେ ମୋ ହାତ ଉପରେ ହାତ ରଖି ବସିଥିଲ ପାଖାପାଖି। ଆମ ଦିହିଙ୍କର ପାଦ ଥିଲା ଜଳରାଶି ଭିତରେ। ଏକାଠି ଦୁଇ ପାଦ ଦୁଇଟି ମନ ସେଦିନ ଥିଲା ଜଳରାଶିରେ, ଆଉ ଆମେ ଦେଖୁଥିଲେ ତାର ପ୍ରତିବିମ୍ବ। ତୁମ ବାଁ ହାତରେ ମୋ ଡାହାଣ ହାତ ପାପୁଲି ସହ ମୋର 5 ଆଙ୍ଗୁଠିକୁ ଟିକେ ଜୋରରେ ଚାପି ଧରିଲ। ମୁଁ ମୋ ହାତରେ ଜଡ଼େଇ ଧରିଲି ତୁମ ଅଣ୍ଟା। ଆମେ ଜଳରେ ଥିଲେ। ଆକାଶର ନୀଳ ଗଭୀରତା ମାପିବା ବେଳକୁ ଧଳା ଧଳା ମେଘଖଣ୍ଡ ହଠାତ୍ ଯେପରି ଭାଙ୍ଗି ପଡ଼ିଲେ। କି ବର୍ଷା! ଦୁହେଁ ଦୁହିଁଙ୍କୁ ଜଡ଼େଇ ଧରିଲେ। ଉଷ୍ମତା ପାଇଁ ଆବେଗରେ ତାହା ଆଜି ମଧ୍ୟ ଅସମାହିତ। ବର୍ଷା କିନ୍ତୁ ଯେମିତି ଓଦା କରି ପାରୁନଥିଲା ଆମ ମନକୁ। ଶରୀର ଓଦା, ମୁଣ୍ଡରୁ ବର୍ଷାର ପାଣି ଟିପ୍ ଟିପ୍ ଝରୁଛି ଶ୍ରାବଣ ଧାରା ପରି। ଆଉ ମୁଁ ତୁମକୁ ନଦୀର କୋଳରୁ ପୁରା ଉଠାଇ ନେଲି ଦୁଇ ବାହୁରେ କାଶତଣ୍ଡି ଗହଳର ନରମ ସେଜ ଉପରକୁ। ଓଦା ଓଦା ଅନୁଭବ ସହ ତୁମ ଓଠରେ ଥାପିଦେଲି ମୋ ଓଠ। ଗରମ ତତଲା ନିଆଁ ପରି ଓଠରେ ଲାଗିଲା ସ୍ପର୍ଶ ଯେମିତି। ତୁମ ଗରମ ନିଶ୍ୱାସକୁ ଆଗ୍ରହ କରି ତୁମ ବିଶ୍ୱାସ ଓ ବାସ୍ନାକୁ ମାପୁଥିଲେ। ତୁମ ଛାତିର ସ୍ପନ୍ଦନ ଥିଲା ଖୁବ୍ ତୀବ୍ର। ଆଖି ପତା ମୁଦି ଦେଲ। ସେଦିନ ଆଉ ଆଜି ମୁଁ ଠିକ୍ ସେଇ ନଦୀ ପାଖେ ଅଛି। ସେଇ ବର୍ଷଣ ମୁଖର ଅପରାହ୍ନରେ ଅସଂଖ୍ୟ ବାଲିଗରଡ଼ା ଭିତରେ କାଶତଣ୍ଡି ଆଜି ବି ଭରା ଛାତି ନେଇ ଦୀର୍ଘଶ୍ୱାସ ନେଉଛି। ତୁମର ଅପେକ୍ଷାହୀନ ସ୍ମୃତିର ଚୌହଦୀରେ, ତୁମ ଫସିଲରେ ତୁମ ବାସ୍ନାକୁ ମୁଁ ଆଘ୍ରାଣ କରିପାରୁଛି। କାଶତଣ୍ଡି ଭିତରେ ତୁମେ, ତୁମ ଭିତରେ ମୁଁ। କେଉଁଠି ନା କେଉଁଠି ଏହା ନଦୀର ଭରା ଛାତି ଭିତରେ ସମାଧି ନେଇছে। ନମସ୍କାର ବନ୍ଧୁଗଣ, ଆପଣ ଶୁଣୁଛନ୍ତି ଏଇ ତ ଜୀବନ କାହାଣୀ, ଆପଣଙ୍କ ଜୀବନର, ଆପଣଙ୍କ ଆଖପାଖର। ବନ୍ଧୁଗଣ, ଆଜି ଆପଣ ଶୁଣୁଥିଲେ ମହାଶ୍ଵେତା ସାହୁଙ୍କ ଗଳ୍ପ କାଶତଣ୍ଡିର ହସ।